ଖରାବେଳେ ଶୋଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନା କ୍ଷତିକାରକ? ଜାଣନ୍ତୁ କ'ଣ କହୁଛନ୍ତି ଏକ୍ସପର୍ଟ। ଆପଣ ଖରାବେଳେ ଶୋଉଛନ୍ତି କି? ତାହେଲେ ଜାଣନ୍ତୁ ଏହା ଆପଣଙ୍କୁ ଲାଭ ଦେବ ନା କ୍ଷତି। ଏନେଇ କ'ଣ କହୁଛନ୍ତି ଏକ୍ସପର୍ଟ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର। କିଛି ଲୋକଙ୍କ ଦ୍ୱିପ୍ରହରରେ ଶୋଇବା ଅଭ୍ୟାସ ଥାଏ। ଖାସ୍ କରି ମହିଳାମାନେ ଯେଉଁମାନେ ଘରେ ରୁହନ୍ତି ସେମାନେ ପ୍ରାୟତଃ କାମ ସାରିବା ପରେ ବିଶ୍ରାମ ନିଅନ୍ତି। ଅନ୍ୟମାନେ ମଧ୍ୟ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ ନେବାକୁ କିଛି ଲୋକ ଭଲ ପାଆନ୍ତି। ଅନେକ ଲୋକ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଦ୍ୱିପ୍ରହରରେ ଶୋଇବା ଅତ୍ୟନ୍ତ ଜରୁରୀ ଅଟେ। ତେବେ ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ବିଳମ୍ବିତ ରାତିରେ ଶୋଇବାର ଅଭ୍ୟାସ ମଧ୍ୟାହ୍ନରେ ଶୋଇବା ସାଧାରଣ କରିଦେଇଛି। ଏହି କାରଣରୁ ଅନେକ ଲୋକେ ପାୱାର ନ୍ୟାପ୍କୁ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟରେ ସାମିଲ କରିଛନ୍ତି। ତଥାପି କିଛି ଲୋକ ବିଶ୍ୱାସ କରନ୍ତି ଯେ ଅପରାହ୍ନରେ ଶୋଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ହେଲେ ଏହି ପ୍ରଶ୍ନ ସବୁବେଳେ ମନରେ ଉଙ୍କି ମାରେ ଯେ ଆପଣ ଅପରାହ୍ନରେ ଶୋଇବା ଉଚିତ କି ଉଚିତ ନୁହେଁ। ଯଦି ଆପଣ ମଧ୍ୟ ଏହି ଦ୍ୱନ୍ଦ୍ୱରେ ଅଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ। ଏଠାରେ ଆମେ ବିଶେଷଜ୍ଞଙ୍କ ଠାରୁ ଜାଣିବା ଯେ ଅପରାହ୍ନରେ ଶୋଇବା ଶରୀର ପାଇଁ ଲାଭଦାୟକ ନା କ୍ଷତିକାରକ। ତେବେ ବିଶେଷଜ୍ଞମାନେ ଏନେଇ କ'ଣ କୁହନ୍ତି ଆସନ୍ତୁ ଜାଣିବା। ବିଶେଷଜ୍ଞଙ୍କ ମତରେ ଯଦି ଆପଣ 20ରୁ 30 ମିନିଟ୍ ହାଲୁକା ନିଦ୍ରା ନିଅନ୍ତି ଯାହାକି ଅପରାହ୍ନ ସମୟରେ ଏହା ଆପଣଙ୍କ ପାଇଁ ଲାଭଦାୟକ। ଏହି କମ୍ ନିଦ୍ରା ଶରୀର ଏବଂ ମନ ଉଭୟକୁ ଆରାମ ଦିଏ, ଧ୍ୟାନ ସ୍ତରକୁ ଉନ୍ନତ କରେ। ଏହା ବ୍ୟତୀତ ଅପରାହ୍ନରେ କମ୍ ସମୟ ଶୋଇବା ରକ୍ତଚାପ ନିୟନ୍ତ୍ରଣ କରିପାରେ, ଚାପ ହ୍ରାସ କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରିବାରେ ସାହାଯ୍ୟ କରେ। ତେବେ ଅପରାହ୍ନରେ କିଏ ଶୋଇବା ଉଚିତ ନୁହେଁ? ବିଶେଷଜ୍ଞମାନେ କୁହନ୍ତି ଯେ ଦ୍ୱିପ୍ରହରର ନିଦ୍ରା 1 ଘଣ୍ଟାରୁ ଅଧିକ ହେବା ଉଚିତ ନୁହେଁ, କାରଣ ଏହା ରାତିର ନିଦ୍ରାରେ ବାଧା ସୃଷ୍ଟି କରିପାରେ ଏବଂ ନିଦ୍ରା ଶୈଳୀକୁ ବାଧା ଦେଇପାରେ। ଏହା ବ୍ୟତୀତ ଖରାପ ନିଦ୍ରା, ମଧୁମେହ କିମ୍ବା ହୃଦ୍ରୋଗ ଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶ ବିନା ଦ୍ୱିପ୍ରହର ନିଦ୍ରା ଏଡ଼ାଇବା ଉଚିତ ଅଟେ। ଅପରାହ୍ନ 1ଟାରୁ 3ଟା ମଧ୍ୟରେ ଶୋଇବାକୁ ଚେଷ୍ଟା କରନ୍ତୁ। ଅଧିକ ସମୟ ଶୋଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ତେବେ ନିଦ୍ରାର ଗୁଣବତ୍ତାରେ ଉନ୍ନତି। ନିଦ୍ରା ମନ ଏବଂ ଶରୀର ଉଭୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ବିଶେଷଜ୍ଞମାନେ 7ରୁ 8 ଘଣ୍ଟା ଶୋଇବାକୁ ପରାମର୍ଶ ଦିଅନ୍ତି। ତଥାପି କିଛି ଲୋକେ କମ୍ ଶୋଇଥାନ୍ତି, ଯେତେବେଳେ ଅନ୍ୟମାନେ ବାରମ୍ବାର ନିଦ୍ରା ବ୍ୟାଘାତର ସମ୍ମୁଖୀନ ହୁଅନ୍ତି। ଏପରି ପରିସ୍ଥିତିରେ ନିଦ୍ରାର ଗୁଣବତ୍ତା ଉନ୍ନତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଯଦି ଆପଣ ଶୋଇବାରେ କଷ୍ଟ ଅନୁଭବ କରୁଛନ୍ତି ତେବେ ଆପଣ ଯୋଗ କରିବାକୁ ଚେଷ୍ଟା କରନ୍ତୁ। ବାଲାସନ, ଶବାସନ, ଅନୁଲୋମ ବିଲୋମ ଏବଂ ଭ୍ରାମରୀ ପ୍ରାଣାୟାମ ପରି ଆସନ ଅଭ୍ୟାସ କରନ୍ତୁ। ଏହା ସହିତ ଶୋଇବା ପୂର୍ବରୁ 1 ଘଣ୍ଟା ପାଇଁ ଆପଣଙ୍କ ମୋବାଇଲ ଫୋନ୍ କିମ୍ବା ଲ୍ୟାପଟପ୍ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ। ରାତିରେ କ୍ୟାଫିନ୍ ପରିଦ୍ରବ୍ୟ ବ୍ୟବହାର କରିବାରୁ ଦୂରେଇ ରୁହନ୍ତୁ। ଏଥିସହିତ ଯଦି ଆପଣଙ୍କୁ ଏହା ପରେ ମଧ୍ୟ ରାତିରେ ଶୋଇବାରେ ଅସୁବିଧା ହେଉଛି କିମ୍ବା ରାତିରେ ନିଦ ଆସୁନି ତାହେଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ଯଦି ଆପଣମାନଙ୍କୁ ଆମର ଏହି ଖବରଟି ଭଲ ଲାଗିଛି ତାହେଲେ ଆମର ଏହି ଭିଡ଼ିଓଟିକୁ ଲାଇକ୍ କରିବା ସହିତ କମେଣ୍ଟରେ ନିଜର ମତାମତ ନିଶ୍ଚିତ ଜଣାଇବେ। ଏଥିସହିତ ଏହିଭଳି ଖବର ଜାଣିବାକୁ ଚାହୁଁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ।